ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ଭଗବାନ, ଏହି ସଂସାରରେ ବିଧାତା ଏବଂ ବିଧାନ ମଧ୍ୟରେ କିଏ ବଡ଼? ମୋତେ ସନ୍ଦେହ ଲାଗୁଛି, ମୁଁ କିଛି ବୁଝିପାରୁନାହିଁ, ଆପଣ ଦୟାକରି ବୁଝାନ୍ତୁ। ଏହାପରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବିଧି ଏବଂ ବିଧାନ ବିଷୟରେ ବୁଝାଇଦେଲେ। ବିଧାତା କ'ଣ ଏବଂ ବିଧାତାଙ୍କର ବିଧାନ କ'ଣ? କୃଷ୍ଣ କହିଲେ, ହେ ଅର୍ଜୁନ, ମୋତେ ରାଧା ପାଇବା ପାଇଁ ଚାହୁଁଥିଲେ, ମୁଁ ମଧ୍ୟ ରାଧାଙ୍କୁ ପାଇବା ପାଇଁ ଚାହୁଁଥିଲି। ସବୁବେଳେ ରାଧାଙ୍କୁ ମୁଁ ଖୋଜୁଥିଲି। ସ୍ୱୟଂ ସପରଣ ଜାଗରଣ ରାଧା ସବୁବେଳେ ମୋତେ ଖୋଜୁଥିଲେ, ମୁଁ ତାଙ୍କୁ ଖୋଜୁଥିଲି ଏବଂ ମୋର ହୃଦୟ ଭିତରେ ରାଧାଙ୍କ ପ୍ରତି ଦୁର୍ବଳତା ରହିଯାଇଥିଲା। ଠିକ୍ ସେଇଭଳି ରାଧା ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ। ରାଧାକୃଷ୍ଣଙ୍କର ଯୁଗଳ ମିଳନ ସ୍ୱପ୍ନ। ଏଇଟା ହେଉଛି କ'ଣ କହିବା, ବିଧି କହିବା ନା ବିଧାନ କହିବା। ଠିକ୍ ସେଇଭଳି ମୀରା ମଧ୍ୟ ମୋତେ ଭକ୍ତି କରୁଥିଲେ। ମୋତେ ଭକ୍ତି ମାଧ୍ୟମରେ ପାଇବା ପାଇଁ ସବୁବେଳେ ଚେଷ୍ଟା କରୁଥିଲେ। ଦିନ ରାତି ମୋତେ ଭକ୍ତି କରୁଥିଲେ, ସେ ଡାକୁଥିଲେ, ମୋର ଭଜନ କରୁଥିଲେ। ତାଙ୍କୁ କୃଷ୍ଣ ଭଜନ ଛଡ଼ା ଆଉ କିଛି ଦିଶୁନଥିଲା। ସବୁବେଳେ ମୀରା ମୋତେ ଚାହୁଁଥିଲେ। ଏ ତାଙ୍କର ଭକ୍ତି। ମୀରା ସବୁବେଳେ ବୀଣା ବଜାଇ କରି କୃଷ୍ଣଙ୍କର ଭଜନ ଗାଉଥିଲେ। କୃଷ୍ଣଙ୍କର ଭକ୍ତିରେ ସେ ମଜି ଯାଇଥିଲେ। କିନ୍ତୁ ମୋର ବିବାହ ସମ୍ପନ୍ନ ହେଲା ରୁକ୍ମିଣୀଙ୍କୁ, ଯାହାକି ମୋତେ ଅଜ୍ଞାତ ଥିଲା। ମୋ ସହିତ ରୁକ୍ମିଣୀଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତେଣୁକରି ମୁଁ ଚାହୁଁଥିଲି ରାଧାଙ୍କୁ, ମୀରା ଚାହୁଁଥିଲେ ମୋତେ, କିନ୍ତୁ ରୁକ୍ମିଣୀଙ୍କ ସହିତ ବିବାହ ହୋଇଥିଲା। ତେଣୁକରି ଏହି ସଂସାରରେ ବିଧିର ବିଧାନ ବିଚିତ୍ର। କେତେବେଳେ କ'ଣ ଘଟିବ ଜଣାପଡ଼େ ନାହିଁ। ତେଣୁକରି ବିଚିତ୍ର ଦୁନିଆ ଅଟେ।